जय जगन्नाथ पिला माने केमती अछ आशा करछि जगन्नाथଙ୍କ कृपाରୁ ସମସ୍ତେ ଖୁସିରେ ଥିବ ଭଲରେ ଥିବ ମନ ଦେଇ ପଢ଼ାପଢ଼ି ମଧ୍ୟ କରୁଥିବ। ପିଲେ ଆଜି ଆମେ ଷଷ୍ଠ ଶ୍ରେଣୀର ସାଇନ୍ସ ବୁକ୍ର ତୃତୀୟ ଅଧ୍ୟାୟ ଆଜି ଡିସ୍କସନ୍ କରିବା। ନେକ୍ସଟ ଭିଡ଼ିଓରେ ମୁଁ ସେକେଣ୍ଡ ଚାପ୍ଟର ଡିସ୍କସନ୍ କରିଦେଇଥିଲି। ଆଜି ଆମେ ଥାର୍ଡ଼ ଚାପ୍ଟରଟା ଡିସ୍କସନ୍ କରିବା। ଓକେ, ଦେଖ ପିଲେ ତୃତୀୟ ଅଧ୍ୟାୟ ନାଁ ପିଲେ କ'ଣ ନା ସୁଷମ ଖାଦ୍ୟ, ସୁସ୍ଥ ଶରୀରର ଉପାୟ। ପିଲେ ସୁଷମ ଖାଦ୍ୟ ଆମେ ଆମ ସୁସ୍ଥ ଶରୀର ପାଇଁ ନିଶ୍ଚିତ ଭାବରେ ଖାଇବା ଆବଶ୍ୟକ ହେଲା। ଆମେ ଯଦି ସୁଷମ ଖାଦ୍ୟ ଖାଇବା ତେବେ ନିଶ୍ଚିତ ଭାବରେ ଆମେ ସୁସ୍ଥ ରହିପାରିବା। ଓକେ, ତେଣୁ ସମସ୍ତେ ସୁଷମ ଖାଦ୍ୟ ହିଁ ଖାଇବ। ଆସ ଆମ ଶିକ୍ଷଣର ଅଭିବୃଦ୍ଧି କରିବା। 1 ନମ୍ବର ଦେଖ, ଅଲଗାଟିକୁ ଚିହ୍ନଟ କର ଏବଂ କାରଣ ଦର୍ଶାଅ। ଆ ଭିତରୁ ପିଲେ କୋଉଟା ଅଲଗା ଚିହ୍ନଟ କରିବ? 4ଟା ଅପସନ୍ ଦେଇଛି, ଯୋଉଟା ଅଲଗା ଲେଖିବ କ'ଣ ପାଇଁ ଅଲଗା ତା କାରଣଟା ଲେଖିବ। କ'ଣ ଦେଲା? ଯଅ, ବାଜରା, ମାଣ୍ଡିଆ, ଚଣା। ଏଥିରେ ପିଲେ ଚଣାଟା ହେଉଛି କ'ଣ ଅଲଗା। ଏ 4ଟାଙ୍କ ଭିତରୁ ଚଣାଟା ହେଉଛି କ'ଣ ଅଲଗା। ବୁଝିପାରିଲ ପିଲେ? କାରଣ କ'ଣ ଲେଖିବ ଦେଖ। କାରଣ ପିଲେ କ'ଣ? ଯଅ, ବାଜରା ଏବଂ ମାଣ୍ଡିଆ ହେଉଛି ଶ୍ଵେତସାର ଜାତୀୟ ଖାଦ୍ୟ, କିନ୍ତୁ ଚଣା ହେଉଛି କ'ଣ ପୁଷ୍ଟିସାର ଜାତୀୟ ଖାଦ୍ୟ ହେଲା। ଏଟା ଡାଲି କରୁନା, ଆମେ ଚଣାକୁ ଡାଲି କରୁନା, ସେଟା ହେଉଛି ପୁଷ୍ଟିସାର ଜାତୀୟ ଖାଦ୍ୟ, ତେଣୁ ଚଣାଟା ହେଲା ଅଲଗା। ଦେଖ ପିଲେ ଆ ଭିତରୁ କିଏ ଅଲଗା? ରାଜମା, ସବୁଜ ଚଣା, ସୋୟାବିନ୍, ଚାଉଳ। ପିଲେ ଅଲଗା ହେଲା ଚାଉଳ। ଓକେ, ଦେଖ କାରଣ କ'ଣ ଲେଖିବ। କାରଣ ପିଲେ କ'ଣ? ରାଜମା, ସବୁଜ ଚଣା ଏବଂ ସୋୟାବିନ୍ ହେଉଛି ପୁଷ୍ଟିସାର ଜାତୀୟ ଉଦ୍ଭିଦ ଉତ୍ସ, କିନ୍ତୁ ଚାଉଳ ହେଉଛି ଶ୍ଵେତସାର କିମ୍ବା କାର୍ବୋହାଇଡ୍ରେଟ୍ ଜାତୀୟ ଖାଦ୍ୟ, ତେଣୁ ଚାଉଳ ହେଲା ଅଲଗା। 1 ନମ୍ବର ପିଲେ ସରିଗଲା। 2 ନମ୍ବର ଦେଖ କ'ଣ ଦେଲା। ଭାରତରେ ପାରମ୍ପରିକ ବନାମ ଆଧୁନିକ ରୋଷେଇ ପ୍ରଣାଳୀ ବିଷୟରେ ଆଲୋଚନା କର। ଦେଖ ଆନ୍ସର ପିଲେ। ଭାରତରେ ପାରମ୍ପରିକ ଏବଂ ଆଧୁନିକ ରୋଷେଇ ପ୍ରଣାଳୀ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି। ପୂର୍ବରୁ ଅଧିକାଂଶ ରୋଷେଇ କାଠ ଚୁଲା ଦ୍ୱାରା ବ୍ୟବହାର କରି କରାଯାଉଥିଲା ଏବଂ ମସଲା ପ୍ରସ୍ତୁତି ଶିଳପୁଆରେ ମସଲା ବାଟିକିରି ବି କରୁଥିଲେ। ଆଜିକାଲି ଲୋକମାନେ ସହଜରେ ରୋଷେଇ କରିବା ପାଇଁ କ'ଣ କରୁଛନ୍ତି? ଗ୍ୟାସର ବ୍ୟବହାର କଲେଣି, ଗ୍ରାଇଣ୍ଡରର ବ୍ୟବହାର କରୁଛନ୍ତି ହେଲା। ଆଗରୁ ଯେତେବେଳେ ଆମ ଜେଜେମା ଗୁରା ରୋଷେଇ କରୁଥିଲେ ସେତେବେଳେ ଚୁଲିର ବ୍ୟବହାର କରୁଥିଲେ ହେଲା। ଶିଳପୁଆ ଗୋଟେ ଥିଲା, ସେଇଥିରେ ବଟାବଟି କରୁଥିଲେ। ପିଲେ କାହା ଘରେ ଶିଳପୁଆ ଅଛି ତ କହିବ? ଆମ ଘରେ କିନ୍ତୁ ଅଛି ହେଲା। ନିଜେ ସହଜ ଏବେ କିନ୍ତୁ ପିଲାମାନେ ଲୋକମାନେ ସବୁ କ'ଣ କଲେଣି ନା ଗ୍ୟାସର ବ୍ୟବହାର କଲେଣି, ଗ୍ରାଇଣ୍ଡରର ବ୍ୟବହାର କରୁଛନ୍ତି। ବୁଝିପାରିଲୁ ପିଲେ? ନେକ୍ସଟ ଦେଖ 3 ନମ୍ବର ଦେଖ, ଜଣେ ଶିକ୍ଷୟିତ୍ରୀ କହିଲେ ଯେ ଭଲ ଖାଦ୍ୟ ଔଷଧ ଭଳି କାମ କରେ। ରବି ଏହି ଉତ୍ତରରେ ଉତ୍ସୁକ ଅଛି ଏବଂ ତାଙ୍କ ଶିକ୍ଷକଙ୍କ ପାଇଁ କିଛି ପ୍ରଶ୍ନ ରଖିଛି। ଅତି କମରେ 2ଟି ପ୍ରଶ୍ନ ପ୍ରସ୍ତୁତ କର ଯାହା ସେ ପଚାରି ପାରିବ। এই 2ଟି କ୍ୱେଶ୍ଚିନ୍ ପିଲେ ପଚାରିବ, ଆମ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିବା ପାଇଁ କେଉଁ ଖାଦ୍ୟ ଉପାଦାନ ଗୁଡ଼ିକ ଔଷଧ ପରି କାମ କରିଥାଏ? ଆମେ କିପରି ଜାଣିବା ଯେ ଆମେ ଖାଉଥିବା ଖାଦ୍ୟ ଆମକୁ ସୁସ୍ଥ ରଖିବା ପାଇଁ ଏକ ସୁଷମ ଖାଦ୍ୟ ଅଟେ? 4 ନମ୍ବର ଦେଖ ପିଲେ, ସମସ୍ତ ସ୍ୱାଦିଷ୍ଟ ଖାଦ୍ୟ ସ୍ୱାସ୍ଥ୍ୟକର ନୁହେଁ ଏବଂ ସମସ୍ତ ପୁଷ୍ଟିକର ଖାଦ୍ୟ ମଧ୍ୟ ସର୍ବଦା ସୁସ୍ୱାଦୁ ନୁହେଁ। କିଛି ଉଦାହରଣ ସହିତ ତୁମର ଚିନ୍ତାଧାରା କୁହ। ଏଇଟା ହେଉଛି ସମ୍ପୂର୍ଣ୍ଣ ସତ୍ୟ କଥା। ଆଳୁ ଚିପ୍ସ, ଚକୋଲେଟ୍ ଏବଂ ଥଣ୍ଡା ପାନୀୟ ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗିଥାଏ, କିନ୍ତୁ ଏଥିରେ ଅଧିକ କ୍ୟାଲୋରି ଥିବାରୁ ଏହା ଶରୀର ପାଇଁ ଅସ୍ୱାସ୍ଥ୍ୟକର, ଯାହାକୁ କହନ୍ତି ଜଙ୍କ ଫୁଡ୍ ହେଲା। ଏଥିରେ ପ୍ରୋଟିନ୍, ଭିଟାମିନ୍ ଏବଂ ରଫେଜ୍ ବହୁତ କମ୍ ଥାଏ ଏବଂ ଏହା ମଣିଷକୁ ମୋଟା କରିଦିଏ। ଅନ୍ୟପକ୍ଷରେ କଞ୍ଚା ପନିପରିବା କିମ୍ବା ସାଧା ଡାଲି ବେଳେବେଳେ ସୁସ୍ୱାଦୁ ଲାଗିନପାରେ, କିନ୍ତୁ ସେଥିରେ ପ୍ରଚୁର ପୋଷକ ତତ୍ତ୍ୱ ଓ ରଫେଜ୍ ଥାଏ, ଯାହା ଶରୀର ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ। ପିଲେ କଥାରେ ଅଛି ନା, ରୁଚୁ ନ ରୁଚୁ ଖା ପିତା, ବୁଝୁ ନ ବୁଝୁ ପଢ଼ ଗୀତା। କଥାରେ ଅଛି, ଏଇଟା ପିଲେ ସତ କଥା। କାହିଁକିନା ତମକୁ ଯୋଉ ଜିନିଷ ରୁଚେନି ତମ ପାଟିକି, ସେଇଥିରେ ହିଁ ବେଶୀ ପରିମାଣରେ କ'ଣ ଥାଏ? ପ୍ରୋଟିନ୍ ଥାଏ, ଯୋଉଟାକି ଆମ ଦେହ ପାଇଁ ବହୁତ ଲାଭଦାୟକ ହେଲା। ତେଣୁ ପିଲେ ଜଙ୍କ ଫୁଡ୍ ବେଶୀ ବ୍ୟବହାର ନ କରି ପ୍ରୋଟିନ୍ ଯୁକ୍ତ ଖାଦ୍ୟ ବେଶୀ ଖାଇବା ଦରକାର। ବୁଝିଲ ପିଲେ? ନେକ୍ସଟ ଦେଖ ପିଲେ, ନିତୁ ପନିପରିବା ଖାଏ ନାହିଁ, ବରଂ ବିସ୍କୁଟ, ନୁଡଲ୍ସ ଏବଂ ପାଉଁରୁଟିର ମଜା ନିଏ। ଯେମିତି ଇଏ ହେଉଛି ନିତୁଟା ହେଉଛି ତମ ଭଳିଆ ଜଣେ ପିଲା ହେଲା। ତମ ଭଳିଆ ପିଲା ତମେ ଏବେ କ'ଣ କରୁଛ? ବେଶୀ ବିସ୍କୁଟ, ନୁଡଲ୍ସ, କୁରକୁରି ଏସବୁ ଜିନିଷରେ ବେଶୀ ଖାଉଛ, କିନ୍ତୁ ଯେଉଁ ଜିନିଷ ଆମକୁ ଦରକାର ସେ ଜିନିଷ ଖାଉନା। ଅନେକ ସମୟରେ ତା ପେଟରେ ଯନ୍ତ୍ରଣା ହୁଏ, କୋଷ୍ଠକାଠିନ୍ୟ ହୋଇଥାଏ। ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସେ ନିଜ ଖାଦ୍ୟରେ କ'ଣ ପରିବର୍ତ୍ତନ କରିବା ଉଚିତ? ତୁମ ଉତ୍ତରରେ ବୁଝାଅ। ନିତୁକୁ ପେଟ ଯନ୍ତ୍ରଣା ଏବଂ କୋଷ୍ଠକାଠିନ୍ୟରୁ ମୁକ୍ତି ପାଇବା ପାଇଁ ନିଜ ଖାଦ୍ୟରେ ରଫେଜ୍ ବା ତନ୍ତୁ ଯୁକ୍ତ ଖାଦ୍ୟ ସାମିଲ କରିବାକୁ ପଡ଼ିବ। ବିସ୍କୁଟ ଏବଂ ନୁଡଲ୍ସ ପରି ଜଙ୍କ ଫୁଡ୍ରୁ ଦୂରେଇକି ରୁହ।
ସେ ନିଜ ଖାଦ୍ୟରେ ସବୁଜ ପନିପରିବା, ତାଜା ଫଳ ଏବଂ ଡାଲି ଜାତୀୟ ଖାଦ୍ୟ ଖାଇବା ଉଚିତ। ରଫେଜ ଶରୀରରେ ହଜମ ହୋଇନଥିବା ଖାଦ୍ୟକୁ ବାହାର କରିବାରେ ଏବଂ ମଳତ୍ୟାଗ କରିବାରେ ବହୁ ସାହାଯ୍ୟ କରିଥାଏ। ତେଣୁ ପିଲେ ତାଜା ତାଜା ଫଳ ଖାଅ, ପନିପରିବା ଖାଅ, ଡାଲି ଖାଅ, ଏଇସବୁ ଜିନିଷ ଖାଅ। ଏ ବିସ୍କୁଟ, ନୁଡୁଲ୍ସ ଏଗୁଡ଼ା ସବୁ ପିଲେ ବର୍ଜନ କର। ତେବେ ଜାଣି ଆମେ ସୁସ୍ଥ ରହିପାରିବା। ବୁଝିଲ ପିଲେ? ରେଶ୍ମାକୁ ସ୍ୱଳ୍ପ ଆଲୋକରେ ଜିନିଷ ଦେଖିବାର ଅସୁବିଧା ହେଉଥିଲା। ଡାକ୍ତର ତାଙ୍କ ଦୃଷ୍ଟି ଶକ୍ତି ପରୀକ୍ଷା କରି ଏକ ନିର୍ଦ୍ଦିଷ୍ଟ ଭିଟାମିନ୍ ଦେଇଥିଲେ। ନିଜ ଖାଦ୍ୟରେ କିଛି ଖାଦ୍ୟ ପଦାର୍ଥ ସାମିଲ କରିବାକୁ ପରାମର୍ଶ ଦେଇଥିଲେ। ଦେଖ ପିଲେ କ'ଣ ଦେଲା? ସେ କେଉଁ ଅଭାବଜନିତ ରୋଗରେ ପୀଡ଼ିତ ଅଛି, ତା ଖାଦ୍ୟରେ କେଉଁ ଉପାଦାନର ଅଭାବ ହୋଇପାରେ। ଗଡ଼ ଦେଲା କ'ଣ ପିଲେ? ଏହି ସମସ୍ୟା ଦୂର କରିବା ପାଇଁ ତା ଖାଦ୍ୟରେ କିଛି ପଦାର୍ଥ ଅନ୍ତର୍ଭୁକ୍ତ କରିବାକୁ ତାକୁ ପରାମର୍ଶ ଦିଅ। ବୁଝିଲ ପିଲେ? ଏଇ ତିନିଟାର ଆନ୍ସର ଏବେ ଦେଖ। ସେ କେଉଁ ଅଭାବଜନିତ ରୋଗରେ ପିଲେ ଥିଲେ? ଅନ୍ଧାର କଣା ହେଲା, ଦୃଷ୍ଟିଶକ୍ତି, ହାର୍ଟସ ରୋଗରେ ପୀଡ଼ିତ। ସେ ତା ଖାଦ୍ୟରେ କେଉଁ ଉପାଦାନ ଅଭାବ ହୋଇପାରେ? ଭିଟାମିନ୍ ଏ ର ଅଭାବ ହୋଇପାରେ। ଏହି ସମସ୍ୟା ଦୂର କରିବା ପାଇଁ ତା ଖାଦ୍ୟରେ କିଛି ପଦାର୍ଥ ଅନ୍ତର୍ଭୁକ୍ତ କରିବାକୁ ତାକୁ ପରାମର୍ଶ ଯେକୌଣସି 4ଟା ପିଲେ କହିବ। ଯାହାର ଦୃଷ୍ଟିଶକ୍ତି କମି ଯାଉଛି ତାକୁ ଏଇ 4ଟା ପିଲେ ଖାଇବାକୁ କହିବ। ଅମୃତଭଣ୍ଡା, ଗାଜର, ଆମ୍ବ ଆଉ କ୍ଷୀର ପରି ଭିଟାମିନ୍ ଏ। କ୍ଷୀରରେ ଭିଟାମିନ୍ ଏ ଅଛି ପିଲେ, ତାକୁ ଏଇସବୁ ଜିନିଷ ଖାଇବାକୁ କହିବ ପିଲେ। 7 क्वेश्चन देख, तुमको निम्नलिखित खाद्य पदार्थ दी जाइए। कौन दी जाइए पिले? डब्बा फल रस दी जाइए, ताजा फल रस दी जाइए, दी जाइए फल। तुम्हें केउंटी को पसंद करिवो काहेकि? तुम खाइबा को पिले कोनटा पसंद करिवो कहलो? कौन फल रस पीवा को पसंद करिवो? नाई पिले, किंतु मु पसंद करिबी फल खाइबा को। काहेकि पिले? फल रे अधिक परिमाण रे विटामिन थाए। हैला, देखो आंसर केमती लिखिबो देखो। देखो पिले, फल को पसंद करी कहीं सतेज फल खाइबा द्वारा आमको अत्यावश्यक विटामिन, खनिज लवण सहित प्रचुर मात्रा रे तंतु मिलता है, जहाँ आम स्वास्थ्य ପାଇଁ अत्यंत उपकारी। डब्बा रस किंबा केवल फल रस रे अनेक समय तंतु नष्ट हो जाए हैला, तेणु फल पिले खाइब। डब्बा रस भल, किंतु फल होउची सबठारु बेटर। 8 नंबर देख, गौरव को गोड़ भांगी जाइथिला। तांको डाक्तर हाड़ गुडी को जोड़ी प्लास्टर बांधी देले। डाक्तर तांको कैल्शियम बटिका मध्य देइथिले। द्वितीय परिदर्शन रे डाक्तर तांको विटामिन डी सिरप कैल्शियम बटिका सहित देइथिले। डाक्तर काहेकि गौरव को कैल्शियम बटिका देइथिले? सेकंड कोन देला? द्वितीय थर परिदर्शन बेले डाक्तर कैल्शियम बटिका सह विटामिन डी सिरप काहेकि देले? कोन देला? डाक्तर देइथिबा औषध को नेई तुम मन रे की प्रश्न उठुछि? देखो 3टा क्वेश्चन आंसर। देखो पिले, डाक्तर काहेकि गौरव कैल्शियम बटिका देइथिले? कैल्शियम बटिका आम शरीर हाड़ एवं दांत को सुस्थ तथा मजबूत रखी थाए। गोड़ भांगी जाइथिबारु हाड़ शीघ्र जोड़ी हेबा और मजबूत हेबा पई डाक्तर तांको कैल्शियम बटिका देइथिले। बुझिलो पिले? तले द्वितीय थर देखा करिया जाइथिला, डाक्तर तांको कोन देले? विटामिन डी सिरप खाइବାକୁ देइथिले। काहेकि देइथिले ना? विटामिन डी शरीर को हाड़ पई कैल्शियम को शोषिबारे सहायता करथाए। कैल्शियम ठीक भाव में शरीर में काम करने विटामिन डी आवश्यकता रही डाक्तर यह मिसाइकी देइथिले। हैला, डाक्तर देइथिबा औषध को नहीं तुम मन रे की प्रश्न उठुची? मन रे यही प्रश्न उठी पारे, औषध व्यतीत केउं सब खाद्य खाइबा द्वारा एवं सूर्य किरण रु आमे प्राकृतिक उपाय कैल्शियम और विटामिन डी पाई परिबा। ओके, 9 नंबर देख, चीनी कार्बोहाइड्रेट को उदाहरण। चीनी को आयोडीन द्रवण रे परीक्षा करा गले एहा गाढ़ नील रंग रे परिवर्तन हुए नहीं। यार संभाव्य कारण कौन हो पारे? आयोडीन द्रवण केवल स्टार्च जोटा कहते मंडद संस्पर्श रे आसिले ही गाढ़ नील रंग धारण करिथाए। चीनी होउची एक सरल कार्बोहाइड्रेट, किंतु यह स्टार्च नुहे। तेणु चीनी रे आयोडीन पकाइले रंग रे कौनसी परिवर्तन हुए नहीं। बुझिलो पिले? नेक्स्ट देख, 10 नंबर देख, रमणक वक्तव्य विषय रे तुमे कौन भाबुच? समस्त स्टार्च कार्बोहाइड्रेट अटे, किंतु समस्त कार्बोहाइड्रेट स्टार्च नुहे। तुमर उत्तर को परीक्षा माध्यम रे वर्णना कर। देख, रमणक वक्तव्यटी संपूर्ण सठिक अटे। स्टार्च हेउची कार्बोहाइड्रेट अनेक प्रकार मध्यरु गोटिए, किंतु चीनी एवं सेलुलोज परी अन्य कार्बोहाइड्रेट मध्य अछि, जहाँ स्टार्च बा मंडद नुहे। परीक्षा माध्यम रे वर्णना करिबकु लिखिबा। आमे जदि किछि भात किंबा आलू नै सेतिरे आयोडीन द्रवण पकाइबा, तेबे ताहा गाढ़ नील होई जिवो, कारण एथिरे स्टार्च अछि। किंतु आमे जदि चीनी पानी रे आयोडीन पकाइबा, तेबे रंग बदलिबो नाही। जदिओ चीनी एक कार्बोहाइड्रेट अटे, प्रमाणित हुए जे समस्त कार्बोहाइड्रेट पिले कोन स्टार्च नुहे। परीक्षागार रे आयोडीन व्यवहार करुथबा बेले मिष्टीर मोजा उपरे किछि बुंदा आयोडीन बुंदा पड़ीगला हैला, एवं किछि बुंदा ता शिक्षयित्री साड़ी उपरे पड़ीथिला।
ଶାଢ଼ୀରେ ଆୟୋଡିନ୍ ବୁନ୍ଦା ଗାଢ଼ ନୀଳ ହୋଇଯାଇଥିବା ବେଳେ ମୋଜାର ରଙ୍ଗ ବଦଳି ନଥିଲା। ଏହାର ଏକ ସମ୍ଭାବ୍ୟ କାରଣ କ'ଣ ହୋଇପାରେ? ହେଲା, ଦେଖ। ଏହାର କାରଣ ହେଉଛି ବସ୍ତ୍ରର ପ୍ରସ୍ତୁତି ଏବଂ ସେଥିରେ ଥିବା ଉପାଦାନ। ଶିକ୍ଷୟିତ୍ରୀଙ୍କ ଶାଢ଼ୀ ହୁଏତ ସୂତାରେ ତିଆରି ହୋଇଥିବ କିମ୍ବା ତାକୁ କଡ଼ା କରିବା ପାଇଁ ସେଥିରେ ଷ୍ଟାର୍ଚ ଦିଆଯାଇଥିବ, ଯେଉଁଥିପାଇଁ ଆୟୋଡିନ୍ ସଂସ୍ପର୍ଶରେ ଆସିବା ମାତ୍ରେ ତାହା ଗାଢ଼ ନୀଳ ରଙ୍ଗ ଧାରଣ କଲା। ଅନ୍ୟ ପକ୍ଷରେ ମିଷ୍ଟିର ମୋଜା ନାଇଲନ୍ କିମ୍ବା ପଲିଷ୍ଟର ପରି କୌଣସି କୃତ୍ରିମ ତନ୍ତୁରେ ତିଆରି ହୋଇଥିବ ଯେଉଁଥିରେ ଷ୍ଟାର୍ଚ ନାହିଁ, ତେଣୁ ସେଠାରେ ରଙ୍ଗର କୌଣସି ପରିବର୍ତ୍ତନ ଦେଖାଗଲା ନାହିଁ। 5 ନମ୍ବର ଦେଖ, ବାଜରାକୁ ଏକ ସ୍ୱାସ୍ଥ୍ୟକର ଖାଦ୍ୟ କୁହାଯାଏ କାହିଁକି? ଶରୀରର ପୋଷକ ଆବଶ୍ୟକତା ପାଇଁ କେବଳ ବାଜରା ଖାଇବା ଯଥେଷ୍ଟ କି? ଆଲୋଚନା କର। ବାଜରାକୁ ଏକ ସ୍ୱାସ୍ଥ୍ୟକର ପୋଷକ ଶସ୍ୟ କୁହାଯାଏ କାରଣ ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ୍, ଆଇରନ୍ ଓ କ୍ୟାଲସିୟମ ଭଳି ଦରକାରୀ ଖଣିଜ ଲବଣ ଏବଂ ଡାଏଟେରୀ ଫାଇବର ରହିଥାଏ, ଯେଉଁଟାକି ତନ୍ତୁ। ହେଲା, କିନ୍ତୁ ଶରୀରର ସମ୍ପୂର୍ଣ୍ଣ ପୋଷଣ ପାଇଁ କେବଳ ବାଜରା ଖାଇବା ଯଥେଷ୍ଟ ନୁହେଁ। ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଏବଂ ରୋଗରୁ ରକ୍ଷା କରିବା ପାଇଁ ଅନ୍ୟାନ୍ୟ ଜରୁରୀ ପ୍ରୋଟିନ୍, ଫ୍ୟାଟ୍ ଏବଂ ବିଭିନ୍ନ ଜୀବସାର ଦରକାର। ଏଥିପାଇଁ ବାଜରା ସହିତ ଆମକୁ ପନିପରିବା, ତାଜା ଫଳ, ଡାଲି, କ୍ଷୀର ଆଦି ମିଶାଇ ଏକ ସନ୍ତୁଳିତ ବା ସୁଷମ ଖାଦ୍ୟ ଖାଇବା ନିହାତି ଆବଶ୍ୟକ। ବୁଝିଲ ପିଲେ? ନେକ୍ସଟ ଦେଖ, ଏକ ଦ୍ରବଣ ଦିଆଯାଇଛି। ଏହା ଆୟୋଡିନ୍ ଦ୍ରବଣ ବୋଲି ତୁମେ କିପରି ଜାଣିବ? ଦିଆଯାଇଥିବା ଦ୍ରବଣଟି ଆୟୋଡିନ୍ କି ନୁହେଁ ଜାଣିବା ପାଇଁ ଆମେ ସହଜରେ ଷ୍ଟାର୍ଚ ପରୀକ୍ଷା କରିପାରିବା। ଆମେ କିଛିଟା ଆଳୁ କିମ୍ବା ସିଝା ଭାତ ନେଇ ତାହା ଉପରେ ସେହି ଦ୍ରବଣରୁ 2 ବା 3 ବୁନ୍ଦା ପକାଇବା। ଯଦି ଖାଦ୍ୟ ପଦାର୍ଥଟିର ରଙ୍ଗ ବଦଳିବ, ଗାଢ଼ ନୀଳ ବା କଳା ନୀଳ ହୋଇଯାଏ, ତେବେ ଏହା ପ୍ରମାଣିତ ହେବ ଯେ ସେହି ଅଜଣା ଦ୍ରବଣଟି ହେଉଛି ଆୟୋଡିନ୍ ଦ୍ରବଣ। ବୁଝିଲ ପିଲେ? ନେକ୍ସଟ ପିଲେ ସର୍ଚ୍ଚ। ଆଶା କରୁଛି এই ପ୍ରଶ୍ନ ଉତ୍ତର ଭିଡ଼ିଓଟି ତୁମ ଅଧ୍ୟୟନରେ ତୁମକୁ ନିଶ୍ଚିତ ଭାବରେ ସାହାଯ୍ୟ କରିବ। ଯଦି କିଛି ମନ ଭିତରେ ପ୍ରଶ୍ନ ଥାଏ ତେବେ ନିଶ୍ଚିତ ଭାବରେ ପଚାରିପାରିବ। ଓକେ।